My dear student, Krishna coaching wishes your bright future and career. ଆମେ ଯେଉଁ କାର୍ବନ କମ୍ପାଉଣ୍ଡ ଯେଉଁ ଅର୍ଗାନିକ୍ କେମିଷ୍ଟ୍ରି ବେସିକ୍ ପଢ଼ୁଛେ, ବେସିକ୍ ନ କ୍ଲିୟର୍ ନହେଲେ କିଛି ତୁମେ ପିଲା ବୁଝିପାରିବନି। ତେଣୁ ସେଇଟାକୁ ମୂଳରୁ ବନ୍ଦ ବିଗିନିଂ ବୁଝିବ। ଆମେ କହୁଛେ ଯଦି ଷ୍ଟଡି ଅଫ୍ କାର୍ବନ ଷ୍ଟଡି ଅଫ୍ କାର୍ବନ ଇଜ୍ ଅର୍ଗାନିକ୍ କମ୍ପାଉଣ୍ଡ, ତ କାର୍ବନ ହାଇଡ୍ରୋଜେନ୍ ସହିତ ଅଧିକା ବଣ୍ଡ ତିଆରି କରୁଛି। ତେଣୁ କାର୍ବନ ହାଇଡ୍ରୋଜେନ୍ ମିଶି ହେବ ହାଇଡ୍ରୋକାର୍ବନ। ସେ ଯେଉଁ ହାଇଡ୍ରୋକାର୍ବନ ହେଉଛି ତାର ଟୁ ଟାଇପ୍ ଅଫ୍ ହାଇଡ୍ରୋକାର୍ବନ। ସେଇଟା ହେଉଛି ଗୋଟେ ହେଉଛି ଓପନ୍ ଚେନ୍ ଆଉ ଗୋଟେ ହେଉଛି କ୍ଲୋଜ୍ ଚେନ୍। ଗୋଟେ ଓପନ୍ ଚେନ୍ ଗୋଟେ କ୍ଲୋଜ୍ ଚେନ୍। ଓପନ୍ ଚେନ୍ର ଅନ୍ୟ ନାମ ହେଉଛି ଏ ସାଇକ୍ଲିକ୍ ବା ଏଲିଫେଟିକ୍। ଦୁଇଟା ନାଁ ଅଛି। ଓପନ୍ ଚେନ୍ର ଅଛି ନାଁ ହେଉଛି ଏ ସାଇକ୍ଲିକ୍ ବା ଅର୍ ଏଲିଫେଟିକ୍ କମ୍ପାଉଣ୍ଡ। କ୍ଲୋଜ୍ ଚେନ୍ ହେଉଛି ଏରୋମେଟିକ୍ ଅର୍ ସାଇକ୍ଲିକ୍। କ୍ଲୋଜ୍ ଚେନ୍କୁ ଆମେ ଏରୋମେଟିକ୍ ବା ସାଇକ୍ଲିକ୍ କହିପାରିବା। ଓପନ୍ ଚେନ୍ କ'ଣ? These are the hydrocarbon in which first carbon is not attached to the last carbon. ଲମ୍ବା ଯେମିତି ହାତ ଲମ୍ବେନି ସିଧା ରହିବ, ଏ ହାତ ସେ ହାତ ମିଶିବନି। ତେଣୁ ସେଇଟା ହେଉଛି ଗୋଟେ କାର୍ବନ ଗୋଟେ ମୁଣ୍ଡରେ ରହିବ, ଆଉ ଗୋଟେ କାର୍ବନ ଅନ୍ୟ ମୁଣ୍ଡରେ ରହିବ। ମାନେ ଫାଷ୍ଟ କାର୍ବନ ଲାଷ୍ଟ କାର୍ବନ ସହିତ ଆଟାଚମେଣ୍ଟ ଡାଇରେକ୍ଟଲି ହେବନି, ଡାଇରେକ୍ଟ ହେବନି, ଚେନ୍ ଦେଇକି ଆଣିଦେବ। ଫାଷ୍ଟ କାର୍ବନ ଆଉ ଗୋଟେ କାର୍ବନ ଆଉ ଗୋଟେ କାର୍ବନ, ଏମିତି ଲାଷ୍ଟରେ ଗୋଟେ କାର୍ବନ ରହିବ। ସେଇଟା ହେଉଛି ଓପନ୍ ଚେନ୍। ହ୍ୱାଟ୍ ଇଜ୍ କ୍ଲୋଜ୍ ଚେନ୍? These are the hydrocarbon when the first carbon is attached to the last carbon directly in a ring structure, forming a ring structure. First carbonଟା ଲାଷ୍ଟ କାର୍ବନ ସହିତ ମିଶୁଛି, ଗୋଟେ ରିଙ୍ଗ ଷ୍ଟ୍ରକ୍ଚର କରୁଛି, ମୁଦି ଭଳିଆ, ଗୋଲ ଭଳିଆ। ଫାଷ୍ଟ କାର୍ବନଟା ଆର କାର୍ବନ ସହିତ ମିଶିକି ବୃତ୍ତ ଭଳିଆ ରିଙ୍ଗ ଷ୍ଟ୍ରକ୍ଚର କରୁଛେ। ସେଇଟା ହେଉଛି କ୍ଲୋଜ୍ ଚେନ୍। ପୁଣି ଆମେ ଓପନ୍ ଚେନ୍ ଦୁଇ ଭାଗରେ ବିଭକ୍ତ। ଗୋଟେ ହେଉଛି ସାଚୁରେଟେଡ୍, ଗୋଟେ ଅନସାଚୁରେଟେଡ୍। ଗୋଟେ ହେଉଛି ସାଚୁରେଟେଡ୍, ଗୋଟେ ହେଉଛି ପୃକ୍ତ ହାଇଡ୍ରୋକାର୍ବନ, ଆଉ ଗୋଟେ ଅପୃକ୍ତ ହାଇଡ୍ରୋକାର୍ବନ। ପୃକ୍ତ ହାଇଡ୍ରୋକାର୍ବନର କ'ଣ? ସେଇଟା ହେଉଛି ସିଙ୍ଗିଲ୍ ବଣ୍ଡ ଥାଏ, ଏଠି କଣ୍ଟେନ୍ ସିଙ୍ଗିଲ୍ ବଣ୍ଡ। ତାକୁ ଆମେ କହୁଛେ ଆଲକେନ୍। ଯଦି ଆମେ ଅର୍ଗାନିକ୍ କେମିଷ୍ଟ୍ରି ନେମିଂ କରିବା, ତା ନାଁ ହେଉଛି ଆଲକେନ୍। ତା ନାଁ ହେଉଛି ଆଲକେନ୍। କାର୍ବନ କାର୍ବନ ସିଙ୍ଗିଲ୍ ବଣ୍ଡ। ତାର ଫର୍ମୁଲା ହେଉଛି CnH2n+2। ସେଠି କାର୍ବନର ଯଦି ଏନ୍ ଅଛି, ଯେତେଟା କାର୍ବନ ରହିବ ଏନ୍ର ଭ୍ୟାଲୁ ସେତିକି ରହିବ। H2n+1 2n+2 ମାନେ ଏନ୍ ଯେତିକି ରହିବ, ତାହେଲେ ତା ସହିତ 2 ଗୁଣିକି 2 ମିଶାଇବ। ସେଇଟା ହେଉଛି ତୁମର କ'ଣ ହେଉଛି ଆଲକେନ୍। ମନେ କରାଯାଉ ତୁମର କାର୍ବନ ଏନ୍ ହେଉଛି 1, ତାହେଲେ C1 ହେଲା। H2n+2 2 × 1 + 2 ହେଲା। 2 × 1 ହେଲା 2, 2 + 2 ହେଉଛି 4, ତାହେଲେ CH4 ହେଲା। ସେଇଟା ହେଉଛି ମିଥେନ୍। ସେଇଟା ପ୍ରଥମ ହେଉଛି ଆଲକେନ୍ ହେଉଛି ମିଥେନ୍ ହେଲା। ସେଇଟା ହେଉଛି ଫର୍ମୁଲା CnH2n+2। ତାପରେ ଅନସାଚୁରେଟେଡ୍ ହାଇଡ୍ରୋକାର୍ବନ କ'ଣ? ସେଠି ଯାହାର ଡବଲ୍ ବଣ୍ଡ ଟ୍ରିପଲ୍ ବଣ୍ଡ, ସେଠି ଡବଲ୍ ବଣ୍ଡ ଥିବ ନହେଲେ ଟ୍ରିପଲ୍ ବଣ୍ଡ ଥିବ। ସେ ଡବଲ୍ ବଣ୍ଡକୁ କ'ଣ କହନ୍ତି? ସେଟା କହନ୍ତି ଆଲକିନି। ତାକୁ କ'ଣ କହନ୍ତି? ଆଲକିନି। ଡବଲ୍ ବଣ୍ଡକୁ କ୍ୟା ବୋଲତେ हैं? ଆଲକିନି।